ଆପଣ ଗୋଟେ ପିଲାକୁ ଆଜି ଧରିଛନ୍ତି, ସେ ଆପଣଙ୍କୁ କେମିତି କ'ଣ ଠକେଇ କରୁଥିଲା? ସିଏ ମୋତେ ନୁହଁ, ସେ ବହୁତ ପିଲାଙ୍କୁ କଲା। ଆଜ୍ଞା। ସିଏ ସୋସିଆଲ ମିଡ଼ିଆରେ ଗୋଟେ ଫେକ୍ ଆଇଡି ସବୁ କଲା, ସବୁ ମିନିଷ୍ଟର ପାଇଁ ଠିଆ ହେଉଛି। ପୂର୍ବ ଦଳରେ ସିଏ ବହୁତ ମିନିଷ୍ଟର ପାଇଁ ଥଉଥିଲା। ସେ ରାଜନୀତି ପିଲା କହେ ସମସ୍ତଙ୍କୁ। ଆଉ କିଛି ପିଲାଙ୍କୁ ଯେତେବେଳେ ଠକିଲା, ଗୋଟେ ଆମ ପାଖକୁ ଖବର ହେଲା, ଆମେ ଗୋଟେ କିଛି ପିଲା ଆମକୁ କ'ଣ କହିଲା ପରେ ଆମେ ଆଜି ସକାଳେ ତାକୁ ବହୁତ ଖୋଜିଲୁ ସେଠି ମାଷ୍ଟର କ୍ୟାଣ୍ଟିନ୍ରେ, ଯେଉଁ ଲଜ୍ ସବୁ କହିଲେ ତା ନାଁରେ ଫଟୋ ଦେଖେଇଲୁ। ଫଟୋ ଏଭିଡେନ୍ସ ଦେଖିଲା, ସମସ୍ତେ କହିଲେ ଯେ ସେ ପାଖରେ ଗୋଟେ ଲଜ୍ ଅଛି, କ'ଣ ସେଟା ମନ ଅରୁଣ ନା କ'ଣ ତା ନା ନା କ'ଣ ସେଇଠି ଅଛି। ସେଠି ଗଲାବେଳକୁ ସେ ରୁମ୍ରେ ଶୋଇଥିଲା ମଦ ପିଇକି। ଆଉ ମଦ ପିଇକି ଶୋଇଥିଲା ଗଲା। ଆଜ୍ଞା। କେତେ ଟଙ୍କା ଶୋଇଥିଲା। ସେ ମୋତେ ଠକିନି, ମୋତେ ସେ ଅଲଗା ପିଲାଙ୍କୁ ଠକିଛି। ସେଇ ପିଲାମାନେ କହିଲା ଆମେ ସମସ୍ତେ ତାକୁ ଯାଇକି ଗଲୁ। ଆଉ କ'ଣ କହିକି ଠକୁଥିଲା ଜାଣିଛନ୍ତି? ସେ କାହାକୁ କହିଛି ଚାକିରି କରେଇଦେବ, କାହାର ଟ୍ରାନ୍ସଫର କରେଇଦେବ, କାହାର ପେଟ୍ରୋଲ ପମ୍ପ କରେଇଦେବ, ଏମିତି। ଆଉ କେତେ ଟଙ୍କା ଠକିଛି ଆନୁମାନିକ? ସେ ତ ବହୁତ ଚେକ୍ ଆମେ ଧରିଛୁ, ପୋଲିସଙ୍କୁ ଦେଇଛୁ। ଗୋଟା 4 ଲକ୍ଷ ଗୋଟା ଚେକ୍ ବ୍ଲାକ୍ ଚେକ୍ ଦେଇଛି, କିଏ 2 ଲକ୍ଷ ଗୋଟା ଚେକ୍ ଦେଇଛି ହେଲା। କି ବହୁତ ବାୟୋଡାଟା ଅଛି। ଏବେ ବି ମୁଁ ଯେତେବେଳେ ମୋ ଗାଡ଼ିରେ ପଡ଼ିଥିଲି ବାୟୋଡାଟା ପଡ଼ିଛି ପିଲାଙ୍କର, ବହୁତ ପିଲାଙ୍କର ବାୟୋଡାଟା ଏମିତି। ଆଉ ଏବେ ଯେଉଁ ଫଟୋ ଦେଖିଲେ ତା ପାଖରେ କାହା କାହା ଫଟୋ ସବୁ ପକେଇଛି? ଏ ତ ସବୁ ନେତାଙ୍କର, ପୂର୍ବତନ ନେତା, ଏବେକା ନେତା, ସବୁ ନେତା। ଆଉ ଆମେ ଦେଖିଲୁ। ଆଉ କାହାର ଫଟୋ ସହିତ ତାର ସୋସିଆଲ ମିଡ଼ିଆରୁ ତାର ବ୍ୟବହାର କଲୁ ତାର। ଆଉ ମାନେ କାହା ଫଟୋ ସବୁ ପକେଇଛି ଯେ? ଆପଣ ସେ ଦେଖୁନାହାନ୍ତି ତା ଆଇଡି ଦେଖନ୍ତୁ, ସେ ଆପଣ ଜାଣିଯିବେ। ତାର ଗୋଟେ ରାହୁଲ ଫ୍ୟାନ୍ କ୍ଲବ୍ ଅଛି। ଆଜ୍ଞା। ସେଇ ଫ୍ୟାନ୍ କ୍ଲବରେ ଦେଖନ୍ତୁ, ସେ ତାର ସବୁ ବାହାରିଯିବ। କେନ୍ଦ୍ରମନ୍ତ୍ରୀ ମାନେ କୋଉ କେନ୍ଦ୍ରମନ୍ତ୍ରୀଙ୍କ ଫଟୋ ସେ ପକେଇଛନ୍ତି? ସେ ତ ସବୁ ମନ୍ତ୍ରୀଙ୍କ ପାଖରେ ଠିଆ ହେଇଛି। ଯେତେବେଳେ ଆସୁଛନ୍ତି ଆମର ଏଠି କୋଉ ପ୍ରୋଗ୍ରାମ ହେଉଛି, ପଳଉଛି ତାଙ୍କ ପାଖରେ ଠିଆ ହେଇକି ଫଟୋ ଉଠେଇ ଦେଇକି କହୁଛି ମୋର ଚିହ୍ନା ପରିଚୟ। ସିଏ କୌଣସି ଦଳର ଲୋକ ନୁହଁ, ସେଟା ଫ୍ରଡ୍। ହଁ, କୌଣସି ଦଳ ସହିତ ତାର ଲିଙ୍କ ନାହିଁ, ସିଏ ଫ୍ରଡ୍। ଏମିତି ପିଲାମାନଙ୍କୁ ଠକିକି ଏଠି ବସବାସ କରିକି ଖାଲି ଆସି ଲୁଚିକି ଲଜ୍ରେ ରହୁଛି। ତେଣୁକରି ସେ ଲଜ୍ରେ ରହିକି ପଇସା ଖାଇବା ଚକ୍କରରେ ଏଠି ରହିଛି। ଆଉ କ'ଣ, ସେ କୌଣସି ଦଳରେ ବି ନୁହଁ। ଆମେ କେମିତି କହିବା ସେ କୌଣସି ଦଳରେ ବି ନୁହଁ? ମାନେ ପୂର୍ବରୁ ମଧ୍ୟ ବିଜେଡି ସରକାର ଯୋଉମାନେ ମନ୍ତ୍ରୀ ଥିଲେ ତାଙ୍କ ଫଟୋ ବି ପକଉଛି। ବର୍ତ୍ତମାନ ସରକାର ତାଙ୍କ ନାଁ କହୁଥିଲା ହେଲା। ଆଚ୍ଛା। ଅମକ ମନ୍ତ୍ରୀଙ୍କ ମୁଁ ଚିହ୍ନା, ସମସ୍ତେ ଚିହ୍ନା, ଏମିତି। ଆଉ କ'ଣ, ସେ ଚୁପଚାପ ଯିବ, ଗୋଟେ କୋଉ ପ୍ରୋଗ୍ରାମ ହେଉଛି, ଠିଆ ହେଇଗଲା, ଫଟୋ ଉଠେଇଦେଲା। ଫଟୋ ଦେଲା ପରେ ପିଲାଙ୍କୁ ଲୋକଙ୍କୁ ଦେଖାଉଛି, ମୁଁ ଅମକ ଲୋକର, ମୋର ରିଲେଟିଭ ଅମକ ଲୋକର ଚିହ୍ନା ପରିଚୟ, ଏମିତି। ଆଉ କ'ଣ, ଏମିତି କରି ଠକୁଥିଲା। ଆଜି କ୍ୟାପିଟାଲ ଥାନାରେ ତାକୁ ଗିରଫ କରୁଛି, ଆପଣମାନେ ତାକୁ ରେଡ୍ ହ୍ୟାଣ୍ଡରେ ଧରିଲେ? ହଁ, ଆମେ ରେଡ୍ ହ୍ୟାଣ୍ଡରେ ଧରିଥିଲୁ ତାକୁ। ଆମେ 4-5 ଜଣ ପିଲା ଧରିଥିଲୁ। ଯାହାର ଆଉ ଜଣେ ପିଲା ସେଠି ତାର 15-20 ହଜାର ନେଇଥିଲା, ସେ ବି ଗୋଟେ ତାର ଟ୍ରାନ୍ସଫର କରିବା ସେ ବି ଯାଇଥିଲା। ଆଉ ତାକୁ ଧରିଛନ୍ତି ସବୁ, ହ୍ୟାଣ୍ଡ ଓଭର କରିକି ଆଇଛୁ। ଆଉ ତା ଘର କୋଉଠି ଜାଣିଛନ୍ତି? ତାଳଚେର କହୁଛି ବା, ଆମେ କହୁନଥିଲା ଆଗରୁ। ଆଜି ତାର ଯୋଉ ଚେକ୍ ଫେକ୍ ବହି ଧଇଲୁ, ସେଥିରେ ତାଳଚେର ଲେଖା ହେଇଛି। ତା ନାଁ ରାହୁଲ ସାହୁ। ଆଉ